ପିଲାମାନେ ତମେ ଘରେ ଥାଅ, ମୁଁ ଖାଦ୍ୟ ଖୋଜିବା ପାଇଁ ବାହାରକୁ ଯାଉଛି। ମୁଁ ଦାନା ଧରିକି ଜଲ୍ଦି ଘରକୁ ପଳେଇ ଆସିବି। କିନ୍ତୁ ତୁମେମାନେ ଏଇଠାରୁ କୁଆଡ଼େ ବି ଯିବ ନାହିଁ। ମାମା, ତୁମେ ସବୁଦିନ ଏକୁଟିଆ ଖାଇବା ଖୋଜିବା ପାଇଁ ଯାଉଛ, ଆମକୁ କ'ଣ ପାଇଁ ନେଇକି ଯାଉନ? ନାହିଁ ଗୁଡ଼ିଆ ଝିଅ, ବାହାରେ ବହୁତ ଶିକାରୀ ଅଛନ୍ତି। ତମେମାନେ ଘରେ ଚୁପଚାପ ହେଇକି ରୁହ। ମୁଁ ଏବେ ଖାଦ୍ୟ ନେଇକି ପଳେଇ ଆସିବି। ଆଉ ହଁ, ଘରର କବାଟ ଭିତରୁ ବନ୍ଦ କରିଦେବ। ମାମା ପ୍ଲିଜ୍ ଆମକୁ ବି ନେଇକି ଯାଅ ନା। ଗୁଡ଼ିଆ, ମୁଁ ତତେ ନେଇକି ଯାଇଥାନ୍ତି, ହେଲେ ଆମ ଘରେ ଯଦି କେହି ରହିବେ ନାହିଁ ତ ଜଙ୍ଗଲର ପକ୍ଷୀମାନେ ଆମ ଘରକୁ ହଡ଼ପ କରିନେବେ। ଯଦି ସେମାନଙ୍କୁ ଘର ଖାଲି ଦେଖାଯିବ ତ ସେମାନେ ଆମ ଘରକୁ ହଡ଼ପ କରିନେବେ। ସେଥିପାଇଁ କହୁଛି ତୁ ମୋ ସହିତ ଯାନି, ତୁ ଏଇଠି ହିଁ ରହ। ଆମେ ତୁମ ସହିତ ଗଲେ ସିନା ଜାଣିବୁ କେମିତି ଖାଦ୍ୟ ଅଣାଯାଏ। ଯଦି ତୁମେ ଆମକୁ ନେଇକି ଯିବନି ତ ଆମେ କେମିତି ଶିଖିବୁ? ମୁଁ ଜାଣିଛି ତୁମେମାନେ ମୋ କଥା ଜମା ବି ଶୁଣିବନି। ହଉ ଠିକ୍ ଅଛି, ଚାଲ ଯିବା। ତାପରେ ଟିକି ଚଢ଼େଇ ତା ଦୁଇ ଛୁଆକୁ ନେଇକି ଖାଦ୍ୟ ଖୋଜିବା ପାଇଁ ଜଙ୍ଗଲ ଆଡ଼କୁ ଚାଲିଗଲା। ଆଉ ଏପଟେ କଳ କାଉ ଆଉ ଗୋରି କାଉ ଟିକି ଚଢ଼େଇ ଘରେ ପଶିଗଲେ। କାଉଜି, ଆଜି ଦିନଟା ବହୁତ ବଢ଼ିଆ ହେଇଛି। ଆମମାନଙ୍କୁ ତ ଆଜି ଗୋଟେ ବହୁତ ବଢ଼ିଆ ଘର ମିଳିଗଲା। ଏବେ ତ ଆମେ ଏଠି ଆରାମସେ ରହିପାରିବା। ହଁ ଗୋରି, ମୋତେ ଏବେ ବେଶୀ କାମ କରିବାକୁ ଆଉ ପଡ଼ିବନି। ଆଉ ଏପଟେ ଟିକି ଚଢ଼େଇକୁ ଜଲ୍ଦି ଖାଇବା ମିଳିଗଲା। ଯାହା ହଉ, ଏତେ ଜଲ୍ଦି ଖାଇବା ମିଳିଗଲା ଆମକୁ। ଚାଲ ଏବେ ଯିବା ଆମେ ସମସ୍ତେ ଆମ ଘରକୁ। ତାପରେ ଟିକି ଚଢ଼େଇ ଖାଇବା ନେଇକି ଘରକୁ ଆସିଲା। ସେ ଦେଖିଲା ତା ଘରର କବାଟ ଭିତରୁ ବନ୍ଦ ଅଛି। କିଏ ଅଛ? କିଏ ଅଛ ମୋ ଘରେ? ଜଲ୍ଦି ବାହାରକୁ ଆସ। ଟିକି ଚଢ଼େଇର କଥା ଶୁଣି ଗୋରି କାଉ ବାହାରକୁ ଆସିଲା। ଟିକି ଚଢ଼େଇ, କ'ଣ ହେଲା? ଜଲ୍ଦି କହ। ମୋ ପୁଅ ସେଠି ଭୋକିଲା ଅଛି ଯେ ମୁଁ ତାକୁ ଖାଦ୍ୟ ଖୁଆଇବି। କ'ଣ ପାଇଁ ଏତେ ଡାକୁଥିଲ କୁହ? ଗୋରି ଭଉଣୀ, ଯୋଉ ଘରେ ତୁମେ ରହିବା ପାଇଁ ଆସିଛ ସେ ଘର ହେଉଛି ମୋର। ମୁଁ ମୋ ପିଲାମାନଙ୍କ ସହିତ ଏଇଠି ରହୁଛି। ଏବେ ଆମ ଘର ଏଠୁ ଖାଲି କରିଦିଅ। ତମେମାନେ ଏଇଠୁ ଯାଅ ଭାରି। ଛୋଟ ଚଢ଼େଇ, ତୁ ଏଇଠି ରହୁଥିଲୁ ତ ଆମେ କ'ଣ କରିବୁ? ଆମକୁ ତ ଏ ଘର ଖାଲି ମିଳିଥିଲା, ସେଥିପାଇଁ ଆମେ ଏଇଠି ରହିଗଲୁ। ତୁମେମାନେ ଏଇଠାରୁ ଯାଅ ଭାରି। ମୁଁ ଏ ଘର ଆଉ କାହାକୁ ଦେବି ନାହିଁ। ଏ ଘର ଏବେ ଆମର। ଗୋରି ଏମିତି କହୁଥିବା ବେଳେ ସେଇଠାକୁ କଳା କାଉ ଆସିଗଲା। କ'ଣ ହେଲା? କ'ଣ କହୁଛି ଏ ଚଢ଼େଇ? ଦେଖ କଳା କାଉ, ଏ ଟିକି ଚଢ଼େଇ କ'ଣ କହୁଛି? ଇଏ କହୁଛି ଏ ଘରଟା ହେଉଛି ତାର ବୋଲି। ଆଉ ଏବେ ଏ ଘର ଆମକୁ ଖାଲି କରିବା ପାଇଁ ସେ କହୁଛି। ଗୋରି, ଏ ଘର ଆମେ କେମିତି ଖାଲି କରିବା? ଯେବେ ଏଠାକୁ ଆମେ ଆସିଥିଲେ ଏଠି ତ କେହି ନଥିଲେ, ସେଥିପାଇଁ ଏଠି ଆମେ ରହିଗଲୁ। ଟିକି ଚଢ଼େଇ, ତୁ ଏଇଠାରୁ ଯା ଭାରି, ନହେଲେ ମୁଁ ତତେ ବହୁତ ପିଟିବି। ଟିକି ଚଢ଼େଇ ସେମାନଙ୍କ କଥା ଶୁଣି ବହୁତ ଡରିଗଲା। ସେ ଭାବିଲା ଏମାନଙ୍କ ସହିତ ମୁଁ କେମିତି ଲଢ଼େଇ କରିବି। ସେଥିପାଇଁ ସେ ତା ପିଲାମାନଙ୍କୁ କହିଲା, ଦେଖିଲ ପିଲାମାନେ, ମୁଁ ତୁମକୁ କ'ଣ କହୁଥିଲି? ତମେ ମୋ ସହିତ ଆସ ନାହିଁ, ଘରେ ଥାଅ ବୋଲି। ଯଦି ଆମେ ଆମ ଘର ଖାଲି କରିଦେବା ତ କିଏ ଆସିକି ଆମ ଘର ହଡ଼ପ କରିନେବ। କିନ୍ତୁ ତୁମେମାନେ ମୋ କଥା ଶୁଣିଲ ନାହିଁ। ମାମା, ମାମା, ମୋତେ କ୍ଷମା କରିଦିଅ। ମୁଁ ଜାଣିନଥିଲି ଏତେ ଜଲ୍ଦି କିଏ ଆମ ଘର ହଡ଼ପ କରିନେବ ବୋଲି। ଏବେ ଚାଲ ସବୁ ଆମେ ଶୁଆ ଭାଇ ଘରକୁ ଯିବା। ଆମେ ସବୁ ସେଇଠି ରହିବା ଯେତେ ଦିନ ଯାକେ ଆମ ନୂଆ ଘର ଆମକୁ ନ ମିଳିଛି। ଆମେ ଶୁଆ ଭାଇ ଘରେ ରହିବା। ତାପରେ ଟିକି ଚଢ଼େଇ ତା ପିଲାମାନଙ୍କୁ ନେଇକି ଶୁଆ ଭାଇ ଘରକୁ ଚାଲିଲା। ଶୁଆ ତା ଘର ବାହାରେ ହିଁ ବସିଥିଲା। ତାପରେ ଟିକି ଚଢ଼େଇ ଶୁଆକୁ କହିଲା, ଶୁଆ ଭାଇ, ମୋତେ ଟିକେ ସାହାଯ୍ୟ କର। ତୁମ ଘରେ ମୋ ପିଲାମାନଙ୍କୁ ରଖ। କଳା କାଉ ଓ ଗୋରି କାଉ ମୋ ଘର ହଡ଼ପ କରି ନେଇଛନ୍ତି। ଏବେ ସେମାନେ ମୋ ଘର ମୋତେ ଦେଉନାହାନ୍ତି। ଟିକି ଚଢ଼େଇ, ତୁମେ ଆଉ ତୁମ ପିଲାମାନେ କୁଆଡ଼େ ଯାଇଥିଲ ଯେତେବେଳେ କାଉ ତୁମ ଘର ନେଇଗଲା? ତୁମେମାନେ ଘରେ ନଥିଲ କି ଯେତେବେଳେ ସେମାନେ ଆସିଥିଲେ? ଶୁଆ ଭାଇ, ମୁଁ ଖାଦ୍ୟ ଆଣିବାକୁ ଯିବା ବେଳେ ତ ମୋ ପିଲାମାନେ ଜିଦି କଲେ ଯେ ମୋ ସହିତ ସେମାନେ ଖାଇବା ଆଣିବାକୁ ଯିବେ ବୋଲି। ସେଥିପାଇଁ ମୁଁ ପିଲାମାନଙ୍କୁ ନେଇ ଖାଦ୍ୟ ଆଣିବା ପାଇଁ ଯାଇଥିଲି। ଆଉ ଯେତେବେଳେ ମୁଁ ଘରକୁ ଆସିଲି ଦେଖିଲି କାଉମାନେ ମୋ ଘରକୁ କବ୍ଜା କରି ନେଇଛନ୍ତି। ଆଉ ସେମାନେ ସେଇ ଘରେ ହିଁ ରହୁଥିଲେ। ଟିକି ଚଢ଼େଇ, ଏଇ ତ ତୋ ସହିତ ବହୁତ ଖରାପ ହେଇଛି। ଆଚ୍ଛା ଠିକ୍ ଅଛି, ତୁ ତୋ ପିଲାମାନଙ୍କୁ ମୋ ଘରେ ରଖିପାରୁ। ଆଉ ହଁ, ତୁମେ ବି ରହିପାରିବ। ଏ ଘର ତମର ବି। ଶୁଆ ଭାଇ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ମୁଁ ତୁମ ଘରେ ବେଶୀ ଦିନ ରହିବି ନାହିଁ। ବାସ୍ ମୋ ନୂଆ ଘର ଯେ ପର୍ଯ୍ୟନ୍ତ ନ ହେଇଛି ମୁଁ ସେତେ ଦିନ ଯାକେ ତୁମ ଘରେ ରହିବି। ଟିକି ଚଢ଼େଇ ତା ପିଲାମାନଙ୍କ ସହ ଶୁଆ ଭାଇ ଘରକୁ ଆସିଲା। ତାପରେ ସେ ତା ପିଲାମାନଙ୍କୁ ଖାଇବାକୁ ଦେଲା। ଆଉ କିଛି ଖାଇବା ଶୁଆ ଆଉ ତା ସ୍ତ୍ରୀ କି ଦେଲା। ଟିକି ଚଢ଼େଇ, ତୁମର ବହୁତ ବହୁତ ଧନ୍ୟବାଦ ଆମକୁ ଖାଇବାକୁ ଦେଇଥିବାରୁ। ବାସ୍ ଏବେ ଆମେ ଖାଦ୍ୟ ପାଇଁ ହିଁ ଯାଇଥାନ୍ତୁ। ତ ତୁମେ ଆମକୁ କ'ଣ ପାଇଁ ଖାଦ୍ୟ ଦେଲ? ତୁମ ପିଲାମାନଙ୍କୁ ହିଁ ଦେଇଥାନ୍ତ। କିଛି କଥା ନାହିଁ ଶୁଆ ଭାଇ, ଏବେ ତୁମେ ମୋ ପିଲାମାନଙ୍କର ଧ୍ୟାନ ରଖିବ। ମୁଁ ଘର କରିବା ପାଇଁ ଶୁଖିଲା କାଠ ଆଣିବା ପାଇଁ ଯାଉଛି। ଏସବୁ କହିକି ଟିକି ଚଢ଼େଇ ଶୁଖିଲା କାଠ ପାଇଁ ଚାଲିଗଲା। କିନ୍ତୁ ତାକୁ କୋଉଠାର କାଠ ହିଁ ମିଳିଲା ନାହିଁ। ତାପରେ ସେ ଭାବିଲା, ମୁଁ ଏବେ କୋଉଠୁ ଶୁଖିଲା କାଠ ଆଣିବି? ଏଠି ତ ସବୁଆଡ଼େ ଘାସ ଅଛି, ମୋତେ ତ କୋଉଠାରେ ହିଁ ମିଳୁନାହିଁ।
ଆଚ୍ଛା, ମୁଁ ଯାଉଛି କୃଷକର ସ୍ତ୍ରୀ ପାଖକୁ ଯିବି। ତାଙ୍କର ତ ଚୁଲ୍ହା ଜାଳୁଛନ୍ତି, ତାଙ୍କ ପାଖରେ ଶୁଖିଲା କାଠ ନିଶ୍ଚୟ ଥିବ। ତାପରେ ଟିକି ଚଢ଼େଇ କୃଷକର ସ୍ତ୍ରୀ ପାଖକୁ ଗଲା। ସେ ଦେଖିଲା ଯେ କୃଷକର ସ୍ତ୍ରୀ ବାହାରେ ବସିଛି। ମାଝି, ମୋତେ ଟିକେ ତୁମେ ସାହାଯ୍ୟ କର। ତୁମେ ମୋତେ କିଛି କାଠ ଦେଇଦିଅ, ଯେଉଁଥିରେ ମୁଁ ମୋ ଘର ତିଆରି କରିପାରିବି। ଜଙ୍ଗଲରେ କୋଉଠୁ ବି କାଠ ମିଳୁନାହିଁ। ହଁ ହଁ ଟିକି ଚଢ଼େଇ, ମୁଁ ତତେ ସାହାଯ୍ୟ ନିଶ୍ଚୟ କରିବି। ମୋ ପାଖରେ ବହୁତ ସାରା କାଠ ଅଛି, ତୁ ନେଇଯା ଆଉ ତୁ ତୋ ପାଇଁ ଘର କର। ଟିକି ଚଢ଼େଇ ବହୁତ ଖୁସିରେ କାଠ ଧରିକି ଘରକୁ ଫେରି ଆସିଲା। ତାପରେ ଟିକି ଚଢ଼େଇ ଘର ତିଆରି କରିବା ଆରମ୍ଭ କରିଦେଲା। ଯେତେବେଳେ ସେ ତା ଘର ତିଆରି କରିସାରିଲା, ତା ପିଲାମାନଙ୍କୁ ଆଣିବା ପାଇଁ ଶୁଆ ଘରକୁ ଗଲା ଆଉ ସେମାନଙ୍କୁ ଧରିକି ଆସିଲା। ଆଉ ଏପଟେ କଳା କାଉ ଓ ଗୋରି କାଉ ଟିକି ଚଢ଼େଇ ଘରେ ଆରାମସେ ରହୁଥିଲେ। ତାପରେ କଳା କାଉ ଗୋରିକି କହୁଛି, ଆରେ ଗୋରି, ଏ ଘରଟାରେ ବସି ବସିକି ମୋ ମୁଣ୍ଡ ବିନ୍ଧିଲାଣି। ଚାଲୁନ ନଦୀ କୂଳ ଆଡ଼େ ଯିବା। କିନ୍ତୁ କଳା କାଉ, ଆମେ ଯଦି ନଦୀ ଆଡ଼କୁ ଯିବା ତ କୋଉ ପକ୍ଷୀ ଆସିକି ଆମ ଘର ଆମଠାରୁ ଛଡ଼େଇକି ନେଇଯିବ। ସେଥିପାଇଁ ଆମେ ଏଇଠି ହିଁ ରହିବା। ଆରେ ଗୋରି, ତୁ ଏତେ କଥା କ'ଣ ପାଇଁ ଭାବୁଛୁ? ଆମ ଜଗୁ ଅଛି ନା, ସେ ଘରେ ଥିବ। ଆମେ ଦୁଇ ଜଣ ନଦୀ କୂଳ ଆଡ଼େ ଯିବା। କୌଣସି ବି ପକ୍ଷୀ ଆମ ଘରକୁ ଆସିବେ ନାହିଁ। କଳା କାଉ ଓ ଗୋରି କାଉ ନଦୀ କୂଳ ଆଡ଼େ ଯେମିତି ଗଲେ, ତାପରେ ସାଙ୍ଗେ ସାଙ୍ଗେ ଚିଲ ଆସିକି ତା ଘରେ ପଶିଗଲା। ସ୍ୱାମୀଜୀ, ଆମକୁ ତ ବହୁତ ଭଲ ଆଉ ବଡ଼ ଘର ମିଳିଗଲା, ଆଉ ଖାଇବା ମଧ୍ୟ ମିଳିଗଲା। ହଁ ପ୍ରିୟା, ତମେ ଠିକ୍ କହୁଛ। ଆଉ ଡେରି କ'ଣ ପାଇଁ କରିବା? ଚାଲ ପେଟ ଭରିକି ଖାଇବା ଆଉ ଶୋଇପଡ଼ିବା। ତାପରେ ସେମାନେ ଗୋରିର ପୁଅକୁ ମାରିକି ଖାଇଦେଲେ। ଆଉ ଏପଟେ କଳା କାଉ ଓ ଗୋରି କାଉ ନଦୀ କୂଳରେ ଆରାମସେ ଶୋଇଥିଲେ। ତାପରେ ଜଲ୍ଦି ଜଲ୍ଦି ପାରା ସେମାନଙ୍କ ପାଖକୁ ଆସିଲା। କଳା କାଉ, ଗୋରି କାଉ, ତୁମେ ଦି ଜଣ ଏଠି ଆରାମସେ ଶୋଇଛ। ଆଉ ସେଇଠି ତୁମ ପୁଅ ଜଗୁକୁ ଚିଲ ତାକୁ ଏକୁଟିଆ ଦେଖିକି ଚିଲ ଆସିକି ମାରିକି ଖାଇଦେଲାଣି। ଆଉ ତୋ ଘରକୁ ବି ସେ ହଡପ କରି ନେଇ ସାରିଲାଣି। ଲାଗୁଛି ତୁମେ ଦୁଇ ଜଣ ଟିକି ଚଢ଼େଇ ସହିତ ଯାହା କରିଛ, ଏ ହଉଛି ତାହାରି ଫଳ। ପାରା, ଏ ତମେ କ'ଣ କହୁଛ? ମୋ ପୁଅ ଜଗୁ, ଜଗୁ। ତାପରେ ସେମାନେ ଦୁଇ ଜଣ ତାଙ୍କ ଘରକୁ ଗଲେ। ଆଉ ସେମାନେ ଘରେ ପହଞ୍ଚିକି ଦେଖିଲେ କି ତାଙ୍କ ପୁଅର ଡେଣା ବାହାରେ ଛିଡ଼ିକି ପଡ଼ିଛି। ଆଉ ଘର ଭିତରେ ଚିଲ ଆରାମସେ ଶୋଇଥିଲା। ଏସବୁ ଦେଖିକି ସ୍ୱାମୀ ସ୍ତ୍ରୀ କାନ୍ଦିବାକୁ ଲାଗିଲେ। ତାପରେ ସେମାନେ ଦି ଜଣ କରିଥିବା ଭୁଲର ସେମାନେ ଦଣ୍ଡ ପାଇଲେ। ଆଉ ଏପଟେ ଟିକି ଚଢ଼େଇ ତା ଦୁଇ ପିଲା ସହିତ ବହୁତ ଖୁସିରେ ଆଉ ବହୁତ ମଜାରେ ରହିବାକୁ ଲାଗିଲା। ତ ସାଙ୍ଗମାନେ, ଏ ଗପରୁ ଆମେ କ'ଣ ଶିଖିଲେ? ଯିଏ ଯେମିତି କର୍ମ କରିବ ସେ ସେମିତି ହିଁ ଫଳ ପାଇବ।